ମୋର ଏତିକି ଅନୁରୋଧ, ଆମର ଝାରପଡ଼ା ଦୁର୍ଗା ପୂଜାର ଏ ମେଢ ଏ ତୋରଣ ଆଜି କାହା ପାଇଁ ହଉଛି ନା ବୌଦ୍ଧଗୌଡ଼ ଦୁର୍ଗ ନାମରେ ଚଳିତ ଚାଲିଛି। ଏ ଚଳିତ ବର୍ଷ ଦୁର୍ଗା ପୂଜାରେ ଏ ବୌଦ୍ଧଗୌଡ଼ ଦୁର୍ଗ ନାଁରେ ନାମିତ ନାମକରଣ ହୋଇଛି। ତେଣୁ ଆଜି ଆମେ ସମସ୍ତେ ଗ୍ରାମବାସୀ ଏକଜୁଟ ହେଇ ସଂକଳ୍ପ କରିଥିଲୁ ଆମେ ଝାରପଡ଼ାରେ ଦୁର୍ଗା ପୂଜା କରିକି ଦେଖେଇବୁ ବୌଦ୍ଧଗୌଡ଼ ଦୁର୍ଗ ନାମରେ। ତେଣୁ ଗ୍ରାମବାସୀ ସମସ୍ତେ ଅଛନ୍ତି, ବୌଦ୍ଧଗୌଡ଼ ଦୁର୍ଗ ନାମରେ ଆମ ତୋରଣ ତିଆରି ହଉଛି। ତେଣୁ ମୋର ସମସ୍ତେ ଭାଇଚାରା, ସମସ୍ତେ ଗ୍ରାମବାସୀ, ସମସ୍ତ ସାମାଜିକ ସମ୍ମିଳନୀ ଭାଇ ମାନଙ୍କୁ ନେଇକି ମୁଁ ଆଜି ସଭାରେ ସମସ୍ତଙ୍କୁ ସମ୍ମାନିତ କରୁଛି। ଆଜି ଏଇ ସଭାରେ ସବୁ ଗ୍ରାମବାସୀ ଏକଜୁଟ ଅଛନ୍ତି। ଏଠୁ ଜେଡେ ଗ୍ରାମବାସୀ, ହିନ୍ଦୁ ମୁସଲମାନ ସବୁ ଭାଇ ଆମେ ଭାଇଚାରା ହେଇକି ଏଠି ବସିଛୁ। କେହି ଅଲଗା ନାହାନ୍ତି, ଯୋଉଠି ଦେଖିବେ ସବୁ ହିନ୍ଦୁ ମୁସଲିମ ଭାଇଚାରା। ତେଣୁ ଆମର ଏ ଗ୍ରାମର ପରମ୍ପରା ବଜାୟ ରଖିବା ପାଇଁ ଆମେ ଦୁର୍ଗା ପୂଜାର କିଛି ପୌରାଣିକ ଆଉ ଆଧୁନିକ କିଛି ଜିନିଷ ଆପଣଙ୍କୁ ଦେଖାଇବୁ। 27 ତାରିଖରୁ ଆମର ପୂଜା ଆରମ୍ଭ ହଉଛି, ଆଗକୁ ଚାଲିବ 5 ଦିନରେ ଆମେ ପ୍ରୋଗ୍ରାମ ମେଲୋଡି ଫେଲୋଡି ସବୁ ରଖିଛୁ, ସବୁ ଚାଲିବ। ଆଉ ଆପଣ ଶୁଣିଲେ ଆମ ପୂଜା ତୋରଣ ନାମଟା ବୌଦ୍ଧଗୌଡ଼ ଦୁର୍ଗରେ ପ୍ରତିଷ୍ଠା ପୁରା ପ୍ରସିଦ୍ଧ ହେଇକି ଆମର ମାଙ୍କର ପୂଜା ଚାଲିବ। ଏଥରକ ସବୁ ସଂକଳ୍ପ ଆଉ ସବୁ କାମ ଆମର ସ୍ଥିରରେ ହବ। ଆମେ ଆଇନ କୋର୍ଟ ସବୁ ପୋଲିସ ଭାଇଚାରା ସମସ୍ତଙ୍କୁ ମାନିକି ଏ ପୂଜା ସଂକଳ୍ପ କରିବୁ। ଭାଇଚାରା ସହିତ ପୂଜା ନବୁ। ଆମର ଭଲେଣ୍ଡର 200 300 ରହୁଛନ୍ତି, କିଏ ଜେଣ୍ଟସ ମାନେ, ଲେଡିଜ ବି 200 ରହୁଛନ୍ତି, କେହି ଆଉ କମ ନାହାନ୍ତି, କିନ୍ତୁ ଭାଇଚାରା ସହ ପୂଜାକୁ ପାଳନ କରିବୁ। ଆମର ଏତିକି ଅନୁରୋଧ ସାମାଜିକ ସମ୍ମିଳନୀ ଭାଇ ମାନଙ୍କୁ ରହିଲି। ଜୟ ଜଗନ୍ନାଥ। ଆଉ ଆମ ମୁଖ୍ୟ ଅଧିଷ୍ଠ ମୁଖ୍ୟ ଜଗନ୍ନାଥ ପ୍ରଧାନ ଆମର ମୁଖ୍ୟ ଜେନେରାଲ ସେକ୍ରେଟାରୀର ଯୋଉ ସଂଗଠନ ସମ୍ପାଦକ ଅଛନ୍ତି ଜେନେରାଲ ସେକ୍ରେଟାରୀ, ତାଙ୍କୁ ଦାୟିତ୍ୱ ଦିଆଗଲା ସୁରେଶ କୁମାର ଜେନାଙ୍କୁ। ସିଏ କିଛି ବିପଦ କହିସାରିଲା ପରେ ଆମର ମୁଖ୍ୟ ଲୋକ ଜଗନ୍ନାଥ ପ୍ରଧାନ ବି କିଛି କହିବେ। ଏବେ ସୁରେଶ କୁମାର ଜେନାଙ୍କୁ ଆମେ ଦାୟିତ୍ୱ ଦଉଛୁ, କିଛି କୁହନ୍ତୁ ପୂଜା ବିଷୟରେ।